जय जगन्नाथ बंधुगण आपण मानक स्वागत मोर एई चैनल को। आजिर एही वीडियो रे आपण माने जानिबा पई पाइबे जे 11 जनवरी 2025 शनिवार दिनर द्वादश राशिर राशिफल संपर्क रे। एही दैनिक राशिफल चंद्रंकर गोचर गणना को नहीं आधारित एवं चंद्रंकर गोचर गणना आम जीवन रे बहुत अधिक प्रभाव पकाई थाए। तेबे आसंतु सर्वप्रथमे जानिबा आजिर तिथि और राशि नक्षत्र विषय रे। আজি ହେଉଛି 11 ଜାନୁଆରୀ 2025 ଶନିବାର ପୌଷ ଶୁକ୍ଳପକ୍ଷ ଦ୍ୱାଦଶୀ ଦିବା 8 ଘଣ୍ଟା 22 ମିନିଟ୍ ଗତେ ତ୍ରୟୋଦଶୀ। ଆଜି ରୋହିଣୀ ନକ୍ଷତ୍ର ଦିବା 12 ଘଣ୍ଟା 29 ମିନିଟ୍ ଗତେ ମୃଗଶିରା ନକ୍ଷତ୍ର। ଆଜି ବୃଷ ଚନ୍ଦ୍ର ରାତ୍ର 11 ଘଣ୍ଟା 55 ମିନିଟ୍ ଗତେ ମିଥୁନ ଚନ୍ଦ୍ର। ଆଜି ସାମ୍ବଶ୍ରୀକ ଶ୍ରାଦ୍ଧର ତ୍ରୟୋଦଶୀର ଏକୋଧିଷ୍ଟ ଓ ପାର୍ବଣ। ଆଜିର ଶୁଭବେଳା ପ୍ରାତଃ 6 ଘଣ୍ଟା 34 ମିନିଟ୍ରୁ ଦିବା 7 ଘଣ୍ଟା 18 ମିନିଟ୍ ପର୍ଯ୍ୟନ୍ତ। ଆଜିର ସୂର୍ଯ୍ୟୋଦୟ ପ୍ରାତଃ 6 ଘଣ୍ଟା 34 ମିନିଟ୍। ଆଜିର ସୂର୍ଯ୍ୟାସ୍ତ ସନ୍ଧ୍ୟା 5 ଘଣ୍ଟା 29 ମିନିଟ୍। ଆଜି ବିଛା ରାଶିର ଘାତଚନ୍ଦ୍ର ବୃଷ ସିଂହ ଓ କନ୍ୟା ରାଶିର ଘାତବାର। ଆଜି ପୋଇ ଓ ମସୁର ଖାଇବା ନିଷିଦ୍ଧ। ତ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ତା ପୂର୍ବରୁ ଆପଣ ମାନେ ଯଦି ଆମର ଏଇ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ନିଅନ୍ତୁ। ଆଉ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ରୂପରେ ଲେଖିଦିଅନ୍ତୁ ଏବଂ ଆପଣଙ୍କର କେଉଁ ରାଶି ତାହା ମଧ୍ୟ ନିଶ୍ଚୟ ତଳେ ଲେଖିଦିଅନ୍ତୁ। ଆଉ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ। ତ ଏବେ ଆସନ୍ତୁ ଜାଣିବା ମେଷ ରାଶି ସମ୍ପର୍କରେ। ଆପଣ ଆଜି ନିଜ ହେଲ୍ଥର କେୟାର ନେବେ। ଫାଇନାନ୍ସିଆଲ କିଛି ବଡ଼ ଡିସିସନ୍ ଆପଣ ନିଅନ୍ତୁ ନାହିଁ। ଆଜି ଆପଣଙ୍କର କାହା ଦ୍ୱାରା କିଛି ଝଗଡ଼ା ହୋଇପାରେ। କୌଣସି ଆପଣଙ୍କର ଅସୁବିଧା କିଛି ଆପଣଙ୍କର ସାମ୍ନାକୁ ଆଜି ଆସିପାରେ। ଅଯଥା କଥା ଗୁଡ଼ିକରେ ଆଜି ଆପଣ ପଶନ୍ତୁ ନାହିଁ। ଆଜି ଆପଣ ଟିକେ ଯତ୍ନ ନିଅନ୍ତୁ ଆପଣଙ୍କ ପାଟିର ଦାନ୍ତର ଆଖିର। ଆଜି ଆପଣଙ୍କୁ କୌଣସି ବ୍ୟକ୍ତି ଇରିଟେଟ୍ କରିପାରନ୍ତି। ଅଯଥା କାମ ଗୁଡ଼ିକ ମଧ୍ୟ ଆଜି ଜମାରୁ ବି କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ଓಂ ସଂ ଶନିଶ୍ଚରାୟ ନମଃ ଜପ କରନ୍ତୁ। ଦେଖିବେ ଦିନଟି ଆପଣଙ୍କ ପାଇଁ ଶୁଭରେ କଟିବ ଏବଂ ଆପଣଙ୍କ ପାଇଁ ଶୁଭ ରଙ୍ଗଟି ଆଜି ହେଉଛି ଆକାଶୀ ରଙ୍ଗ। ବୃଷ ରାଶି ଆପଣଙ୍କ ପାଇଁ କି ଆଜି ଏକ ନିଆରା ଏବଂ ଭିନ୍ନ ଭିନ୍ନ ଦିନ ରହିଛି। ଆଜି ଆପଣ ଖୁସି ରହିବେ। ବହୁତ ଭଲ ପାଇବା ମଧ୍ୟ ଆଜି ଆପଣଙ୍କୁ ମିଳିବ। ନିଜ ଲୋକମାନଙ୍କ ଠାରୁ ଆଜି ଆପଣଙ୍କର ମାଇଣ୍ଡ ସେଟ୍ ବହୁତ ଭଲ ରହିବ। ମହାଦେବଙ୍କର ଭକ୍ତ ମଧ୍ୟ ହୋଇଥାନ୍ତି ଆପଣ। ଆଜି ଆପଣ ମହାଦେବଙ୍କର ସ୍ପେଶାଲ ପୂଜା କରନ୍ତୁ। ଆଜି ଆପଣ ଆପଣଙ୍କର ସ୍ନାନ ଜଳରେ ଲୁଣ କିମ୍ବା କର୍ପୂର ପକାଇ କରି କିମ୍ବା ଦୁଇଟି ଯାକ ପକାଇ କରି ଆପଣ ସ୍ନାନ ମଧ୍ୟ କରନ୍ତୁ। ମାଙ୍କ ସହିତ ସମ୍ପର୍କରେ ରୁହନ୍ତୁ। ଯଦି ଆପଣଙ୍କର ମାତା ଦୂରରେ ରହିଛନ୍ତି ଆପଣ ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ତାଙ୍କର କିଛି ଆପଣ ସେବା କରନ୍ତୁ। ଆଜି ଆପଣଙ୍କୁ ଆପଣଙ୍କର ପ୍ୟାରେଣ୍ଟସ୍ ମାନଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତି ହେବ। ମହାଦେବଙ୍କର ଫୁଲ ଆପଣ ଆପଣଙ୍କର ପାଖରେ ରଖନ୍ତୁ। ଆଜି ଆପଣ ଓମ୍ ନମଃ ଶିବାୟ 108 ଥର ଜପ କରନ୍ତୁ। ଦେଖିବେ ଦିନଟି ବହୁତ ଭଲରେ କଟିବ। ଆଉ ଆପଣଙ୍କର ଆଜି ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ। ମିଥୁନ ରାଶି ଆଜି ଆପଣ କିଛି ଜିନିଷ କିଣାକିଣି କରିପାରନ୍ତି। କୌଣସି ସ୍ଥାନକୁ ଆଜି ଆପଣ ଯାତ୍ରା କରିପାରନ୍ତି। ଆପଣଙ୍କର ପାଦରେ ଆଜି କିଛି ହୋଇପାରେ ମଧ୍ୟ। କିଛି ଲୋକମାନଙ୍କୁ ନେଇକରି ଆଜି ଆପଣ ଡିଷ୍ଟର୍ବ ହୋଇପାରନ୍ତି। ଛୋଟ ଛୋଟ କଥା ଗୁଡ଼ିକୁ ଆପଣଙ୍କୁ ଆଜି ଦେଖିବା ପାଇଁ ପଡ଼ିବ। ଆପଣଙ୍କ ପାଇଁକି ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇକରି ଆପଣ ଆଜି ଟିକେ କେୟାରଫୁଲ୍ ରହିବେ। ଆଜି ଆପଣଙ୍କର କିଛି ହଜିଯାଇପାରେ। ଖର୍ଚ୍ଚ ମଧ୍ୟ ଅଧିକ ଆପଣଙ୍କର ବଢ଼ିଯିବ। ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁକି ଆଜି ଶୁଭ ରଙ୍ଗ ହେଉଛି ନୀଳ ରଙ୍ଗ ଏବଂ ଆପଣ ଆଜି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। କର୍କଟ ରାଶି ଆଜି ଆପଣ ଲୋକମାନଙ୍କ ସହିତ ବହୁତ କନେକ୍ଟରେ ରହିବେ। ଆଜି ଆପଣଙ୍କର କୌଣସି ମ୍ୟାଟର ସର୍ଟ ଆଉଟ୍ ହୋଇଯିବ। ଯଦି ଆପଣଙ୍କର କିଛି ସମସ୍ୟା ରହିଥିଲା ତାହା ମଧ୍ୟ ଆଜି ଆପଣଙ୍କର ସମାପ୍ତ ହେବ। ଅର୍ଥାତ୍ ଆପଣ ଆଜି କିଛି ଲାଭ ପାଇପାରନ୍ତି। ଭଲ ସାଙ୍ଗମାନଙ୍କ ସହିତ ଆଜି ଆପଣ ଟାଇମ୍ ମଧ୍ୟ ସ୍ପେଣ୍ଡ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ମ୍ୟାଟରକୁ ଆପଣ ଆଜି ବହୁତ ଭଲ ଭାବରେ ହ୍ୟାଣ୍ଡଲ ମଧ୍ୟ କରିନେବେ। ଭଲ ସାଙ୍ଗସାଥୀଙ୍କ ସହିତ କନେକ୍ଟ ହେବେ। ଆଜି ବହୁତ ରିଲାକ୍ସ ମୁଡ଼ରେ ରହିବେ। ବହୁତ ଭଲ ଦିନ ମଧ୍ୟ ଆଜି ଆପଣଙ୍କ ପାଇଁ ରହିଛି। ଆଜି ଆପଣଙ୍କ ଜୀବନରେ କିଛି ନୂଆ ବିଷୟର ଆରମ୍ଭ ହେବ ଯାହା ଆପଣଙ୍କୁ ବହୁତ ଖୁସି କରାଇବ, ପ୍ରସନ୍ନତା ଲାଭ କରାଇବ। ତେବେ ଶୁଭ ରଙ୍ଗଟି ଆଜି ଆପଣଙ୍କ ପାଇଁ ହେଉଛି କଳା ରଙ୍ଗ। ଲବଙ୍ଗ ଏବଂ ଗୁଜୁରାତି ଆଜି ଖାଆନ୍ତୁ ଆପଣ ପ୍ରସାଦ ରୂପରେ। କର୍ମକୁ ଆଜି ଗୁରୁ କରିନିଅନ୍ତୁ। ସିଂହ ରାଶି
ସିଂହ ରାଶିର ବ୍ୟକ୍ତିବିଶେଷ ମାନେ ଆଜି ନିଜର କର୍ମକୁ ଗୁରୁ କରି ନିଅନ୍ତୁ। ଆପଣଙ୍କୁ ଆଜି ରେଷ୍ଟ ମିଳିବ ନାହିଁ। ଦାୟିତ୍ୱକୁ ନେଇକରି ଆପଣ ଆଜି ବହୁତ ବ୍ୟସ୍ତ ରହିବେ। ଆପଣଙ୍କର ପେଣ୍ଡିଂ କାମଗୁଡ଼ିକ କରିବେ। ଆପଣଙ୍କର ଆଗକୁ ଆସୁଥିବା କାର୍ଯ୍ୟଗୁଡ଼ିକ ପାଇଁ ପ୍ରିପାରେସନ୍ କରିବେ। ବ୍ୟସ୍ତ ଆଜି ବହୁତ ରହିବେ। ଆଜି ଆପଣ ଆପଣଙ୍କର ପ୍ୟାରେଣ୍ଟସ୍‌କୁ ନେଇକରି ଖାସ୍ କରି ଆପଣଙ୍କର ବାପାଙ୍କୁ ନେଇକରି ଆପଣ ଆଜି ଟିକେ ଅଧିକ ଚିନ୍ତାରେ ରହିବେ। ଏହା ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ନେଇକରି ଆପଣଙ୍କର ସମୟ ଅତିବାହିତ ହେବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ। ଆଜି ଆପଣ କଳା ରାଶି ଏବଂ ଗଙ୍ଗା ଜଳ ମହାଦେବଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ବହୁତ ଶୁଭ ରହିବ। କନ୍ୟା ରାଶି, ଆପଣମାନଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିଛି। ଆଜି ଆପଣଙ୍କର ଭାଗ୍ୟ ସାଥ ଦେବ। ଯଦି ଦୂରଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଦିନଟି ବହୁତ ଭଲ ରହିବ। କୌଣସି ମ୍ୟାଟରକୁ ଆଜି ଆପଣ ହ୍ୟାଣ୍ଡେଲ ବି କରିବେ। ଆପଣଙ୍କର ଆଜି ପୂଜାପାଠ ହେବ। ପବିତ୍ର ଜାଗାକୁ ଆଜି ଆପଣ ଯାଇପାରନ୍ତି। ଆପଣଙ୍କର କୌଣସି ସମସ୍ୟାର ଆଜି ସମାପ୍ତ ହୋଇଯିବ। ଆଜି ତ ଆପଣଙ୍କର ଚିନ୍ତାଧାରା ବହୁତ ଭଲ ରହିବ। ଆଜି ଆପଣଙ୍କର ଉଚ୍ଚ ଚିନ୍ତାଧାରା ଆଜି ଆପଣଙ୍କୁ ଆଗକୁ ମଧ୍ୟ ନେବ। ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ରହିଛି। ଆପଣ ଖୁସିରେ ରହିବେ। ଶୁଭ ରଙ୍ଗ ଆଜି ଆପଣଙ୍କ ପାଇଁ ହେଉଛି ନୀଳ ରଙ୍ଗ। ଆଜି ଆପଣ ମଥାରେ ହନୁମାନ ଭଗବାନଙ୍କର ସିନ୍ଦୁର ଲଗାନ୍ତୁ। ଆପଣଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ତୁଳା ରାଶି, ଆଜି ଆପଣମାନଙ୍କୁ ବହୁତ ଅର୍ଥ ପ୍ରାପ୍ତି ହେବ। କିନ୍ତୁ ଆଜି ଆପଣଙ୍କର ବହୁତ ହେଲ୍ଥ ଇସ୍ୟୁ ମଧ୍ୟ ଦେଖାଦେଇପାରେ। ଆଜି ଆପଣ କିଛି ଅସୁବିଧାରେ ପଡ଼ିଯାଇପାରନ୍ତି। କୌଣସି ଅନାବଶ୍ୟକ କାମରେ ମଧ୍ୟ ଆଜି ଆପଣ ପଡ଼ିଯାଇପାରନ୍ତି। ଆଜି ଟିକେ ଆପଣ ସତର୍କ ରୁହନ୍ତୁ। ଆଜି ଆପଣ ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ସହିତ ଟିକିଏ ଡିଷ୍ଟର୍ବାନ୍ସରେ ରହିପାରନ୍ତି। ଆଜି ଆପଣ କୌଣସି ସତ୍ୟକୁ ଜାଣିବେ। କୌଣସି ସତ୍ୟକୁ ଆଜି ଆପଣ ଖୋଳତାଡ଼ କରି ଜାଣିବାକୁ ପାଇବେ। ଆଜିର ଦିନରେ ଆପଣ ଟିକେ ଡିଷ୍ଟର୍ବ ରହିପାରନ୍ତି। ସେଥିପାଇଁ ଆପଣ ଟିକେ ସତର୍କ ରୁହନ୍ତୁ। ଆଜି ଆପଣ ମହାମୃତ୍ୟୁଞ୍ଜୟ ମନ୍ତ୍ର ଶୁଣନ୍ତୁ ଏବଂ ଆପଣ ଯେତେବେଳେ ଯାନବାହନ ସବୁ ଚଳାଚଳ କରୁଛନ୍ତି ବା ଗାଡ଼ି ଗୁଡ଼ା ଚଳାଉଛନ୍ତି ସେହି ସମୟରେ ଆପଣ ଟିକେ ଆପଣଙ୍କର ଡ୍ରାଇଭିଂକୁ ସ୍ଲୋ କରନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ଶୁଭ ରହିବ ଏବଂ ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗଟି ହେଉଛି ଆକାଶୀ ରଙ୍ଗ। ବିଛା ରାଶି, ଆଜି ଆପଣଙ୍କର କିଛି ଡିଲ୍ ହେବ। ଆପଣ ଯାତ୍ରା ମଧ୍ୟ କରିବେ। ଆପଣ ବିଭିନ୍ନ ପ୍ରକାରର ଲୋକମାନଙ୍କ ସହିତ ଆଜି ସମ୍ପର୍କରେ ରହିବେ। କୌଣସି ପ୍ରକାରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆପଣ ଆଜି ହ୍ୟାଣ୍ଡେଲ ମଧ୍ୟ କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିଛି। କିଛି କାମ ଆଜି ଆପଣଙ୍କର ବହୁତ ଭଲରେ ଭଲରେ ହୋଇଯିବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗଟି ହେଉଛି ଆକାଶୀ ରଙ୍ଗ। ଆଜି ଆପଣ ରାଶି ଲଡ଼ୁକୁ ପ୍ରସାଦ ରୂପରେ ଖାଆନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ବହୁତ ଶୁଭରେ କଟିବ। ଧନୁ ରାଶି, ଆଜି ଆପଣ ଆପଣଙ୍କର କାର୍ଯ୍ୟରେ ବହୁତ ବ୍ୟସ୍ତ ରହିପାରନ୍ତି। ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କର ଆଜି କିଛି ହେଲ୍ଥକୁ ନେଇକରି ସମସ୍ୟା ରହିପାରେ। ଆପଣଙ୍କର ବାପାଙ୍କର କିଛି ସମସ୍ୟା ଦେଖାଦେଇପାରେ କିମ୍ବା ଆପଣ ନିଜେ ଚିନ୍ତିତ ହୋଇ ରହିପାରନ୍ତି। ଛୋଟ ଛୋଟ କାମରେ ଆଜି ଆପଣଙ୍କୁ ଚିନ୍ତାରେ ରହିବା ପାଇଁ ପଡ଼ିବ। ଆପଣ ଆଜି ନିଜ ସ୍ୱାସ୍ଥ୍ୟର ଖ୍ୟାଲ ରଖନ୍ତୁ। ଏହା ସହିତ ଆପଣଙ୍କୁ ଆଜି କାହାକୁ ସେବା ଦେବା ପାଇଁ ପଡ଼ିବ। ଆପଣ ଆଜି ଯେତେ ଅଧିକ ପାରିବେ କଳି ଝଗଡ଼ା ଠାରୁ ଦୂରେଇ ରୁହନ୍ତୁ। ଶୁଭ ରଙ୍ଗ ଆଜି ଆପଣଙ୍କ ପାଇଁ ହେଉଛି ନେଭି ବ୍ଲୁ କଲର୍। ଆଜି ଆପଣ ଦୁର୍ଗା କବଚ ଶୁଣନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ବହୁତ ଶୁଭମୟ ରହିବ। ମକର ରାଶି, ଆଜି ଆପଣ ବିଭିନ୍ନ କାର୍ଯ୍ୟଗୁଡ଼ିକରେ ବିଜି ରହିବେ। ଆପଣଙ୍କୁ ଆଜି ଲାଭ ମିଳିବ। ପିଲାମାନଙ୍କ ସହିତ ଖୁସି ରହିବେ। ସାଙ୍ଗସାଥିମାନଙ୍କ ସହିତ ଖୁସି ରହିବେ। ଆଟିଟ୍ୟୁଡ୍ ୱେରେ କାମଗୁଡ଼ିକ ଆଜି ଆପଣ କରିବେ। କିଛି ରିଲାକ୍ସ ମୁଡ଼୍ରେ ଆପଣ ରହିବେ। ବୁଲାବୁଲି ଆପଣ କରିବେ। ଆପଣଙ୍କର ଫ୍ୟାମିଲି ସହିତ ଆପଣ କନେକ୍ଟେଡ୍ ରହିବେ। ଆପଣଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ରହିଛି। ଆପଣ ଆଜି ଖୁସି ଅନୁଭବ କରିବେ। ପିଲାଦିନର ସ୍ମୃତିଗୁଡ଼ିକୁ ଆଜି ଆପଣ ଅନୁଭବ କରିବେ ଏବଂ ମନେ ପକାଇବେ। ଯେଉଁ କାରଣରୁ ଆପଣଙ୍କୁ ଖୁସି ମଧ୍ୟ ମିଳିବ ଏବଂ ଆପଣ ଆଜି ବହୁତ ଭଲ ଜାଗାକୁ ମଧ୍ୟ ଯିବେ। ଜ୍ଞାନ ମଧ୍ୟ କିଛି ଆପଣଙ୍କୁ ଆଜି ପ୍ରାପ୍ତି ହେବ। ଗାଇଡାନ୍ସ ବି ଆଜି ଆପଣଙ୍କୁ ପ୍ରାପ୍ତି ହେବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି କଳା ଏବଂ ଆଜି ଆପଣ ଛୋଟ ପିଲାମାନଙ୍କୁ କିଛି ଚକୋଲେଟ୍ ଖାଇବା ପାଇଁ ଦିଅନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ଆଜି ବହୁତ ଶୁଭମୟ ହେବ। କୁମ୍ଭ ରାଶି, ଆଜି ଆପଣ ସୀମା ଭିତରେ ରହିଲେ ବହୁତ ଭଲ। ଆପଣଙ୍କ ପାଇଁ ଦିନଟି ମଧ୍ୟ ସୁନ୍ଦର ରହିବ। ଆଜି ଆପଣ ପର୍ସନାଲ ଗ୍ରୋଥ ପାଇଁ କିଛି ପଦକ୍ଷେପ ନିଅନ୍ତୁ। ଆପଣ ଆଜି ଫାଇଦାରେ ରହିବେ। ଖାଇବା ପିଇବା ଏହିସବୁ ଘର କାମ ଗୁଡ଼ିକରେ ମହିଳାମାନେ ନିଜର ସମୟ ଦେବେ। ନିଜ ଘର ପାଇଁ କିଛି ଦ୍ରବ୍ୟ ଆପଣ କିଣାକିଣି କରିବେ। ଆପଣଙ୍କର ପର୍ସନାଲର କୌଣସି ଇଣ୍ଟରେଷ୍ଟ କାମକୁ ଆଜି ଆପଣ ପ୍ଲାନ୍ କରିବେ। କୁମ୍ଭ ରାଶି, ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ନୀଳ କଲର୍, ଆକାଶୀ କଲର୍।
ଆଜି ଆପଣ ଗାଈଙ୍କୁ କିଛି ଖାଇବା ପାଇଁ ଦିଅନ୍ତୁ। ଦେଖିବେ ଦିନଟି ଆପଣଙ୍କ ପାଇଁ ଆଜି ବହୁତ ଭଲରେ ରହିବ। ମୀନ ରାଶି। ଆଜି ଆପଣ ପାଖ ଯାତ୍ରାଗୁଡ଼ିକୁ ଯାତ୍ରା କରିପାରନ୍ତି। ଆଜି ଆପଣ ପାଖ ଜାଗାଗୁଡ଼ିକୁ ଯାତ୍ରା କରିପାରନ୍ତି। ଆପଣଙ୍କର କୌଣସି ଅସୁବିଧା ବା ଝଗଡ଼ାଗୁଡ଼ିକ ଯାହା ସବୁ ଥିଲା ତାହା ଆପଣଙ୍କର ସମାଧାନ ହୋଇଯିବ। ଆପଣଙ୍କୁ ଆଜି ନୂଆ ଖୁସି ଏବଂ ଉତ୍ସାହ ମିଳିଯିବ। ଆଜି ଶୁଣିବେ, ଶୁଣାଇବେ, ଅନଲାଇନ୍‌ରେ ଆଜି ଆପଣ ବହୁତ ସମୟ ରହିବେ। ଭାଇ ଭଉଣୀଙ୍କ ସହିତ କିମ୍ବା ଆପଣଙ୍କର କୌଣସି ପଡ଼ୋଶୀ ଫ୍ରେଣ୍ଡମାନଙ୍କ ସହିତ କିମ୍ବା ପୁରୁଣା ସାଙ୍ଗସାଥିମାନଙ୍କ ସହିତ ଆଜି ଆପଣ କନେକ୍ଟ ହେବେ। ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲ ରହିଛି। ଆପଣଙ୍କର କିଛି ଟ୍ରାଞ୍ଜାକ୍ସନ୍ ମଧ୍ୟ ହେବ। ଆଜି ଆପଣଙ୍କୁ ଆପଣଙ୍କର ପାଖ ପଡ଼ୋଶୀଙ୍କ ସହିତ କଥାବାର୍ତ୍ତା ହୋଇକରି କିଛି ଇନଫର୍ମେସନ୍ ଆପଣଙ୍କୁ ପ୍ରାପ୍ତି ହେବ। ଆଜି ଆପଣଙ୍କ ପାଇଁ କି ଶୁଭ ରଙ୍ଗଟି ହେଉଛି ହଳଦିଆ। ଆଜି ଆପଣ ଚଢ଼େଇମାନଙ୍କୁ ଚଣା ଖାଇବା ପାଇଁ ଦିଅନ୍ତୁ। ଦେଖିବେ ଦିନଟି ଆପଣଙ୍କ ପାଇଁ ବହୁତ ଭଲରେ ରହିବ। ତ ଫ୍ରେଣ୍ଡସ୍, ଏହା ଥିଲା ଆମର ଦ୍ୱାଦଶ ରାଶିର ରାଶିଫଳ ସମ୍ପର୍କରେ। ଆଶା କରୁଛି ଆପଣଙ୍କୁ ଆମର ଏହି ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ରୂପରେ ଲେଖନ୍ତୁ ଏବଂ ଆପଣଙ୍କର କେଉଁ ରାଶି ତାହା ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ଆଉ ଚ୍ୟାନେଲଟିରେ ନଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରି ଅଲ୍‌ରେ ସିଲେକ୍ଟ କରିଦିଅନ୍ତୁ। ଯାହାଫଳରେ ଆମେ ଅପଲୋଡ଼ କରୁଥିବା ପ୍ରତ୍ୟେକ ଦିନର ଭିଡ଼ିଓ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ଆଉ ଆପଣ ଏହି ଭିଡ଼ିଓଟିକୁ ଆପଣଙ୍କର ପ୍ରିୟଜନମାନଙ୍କ ସହିତ ସେୟାର ନିଶ୍ଚୟ ରୂପରେ କରିଦିଅନ୍ତୁ। ତ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।